ଆସନ୍ତୁ ଶୁଣିବା ଗପ ମିତ୍ରତାର ମର୍ଯ୍ୟାଦା। କନକ ଓ ଦୟା ଦୁଇଜଣ ଯାକ ଥିଲେ ସାଙ୍ଗ। ଶ୍ରେଣୀରେ ପାଖାପାଖି ବସି ପଢ଼ୁଥିଲେ, ଆଉ ଘରେ ମଧ୍ୟ ଏକା ସାଙ୍ଗେ ଖେଳୁଥିଲେ। ଦୟା ଭାରି ଗରିବ ଘରର ଝିଅଟି ଥିଲା। ସେ ତାର ମାଙ୍କର ଅନୁମତି ନେଇ କନକ ଘରକୁ ଚାଲି ଆସୁଥିଲା। କନକ ଥିଲା ଧନୀ ଘରର ଝିଅ। ତା ବାପା ତା ପାଇଁ ବହୁତ ଖେଳଣା ଆଣୁଥିଲେ। କନକ ଦୟାକୁ ମଧ୍ୟ ସେ ଖେଳଣା ଖେଳିବାକୁ ଦେଉଥିଲା। ଖେଳଣା ଦୟାର ନୁହେଁ, ସେଥିପାଇଁ ସେ ସେଥିରେ ହାତ ଦେବା ଉଚିତ ନୁହେଁ ଏପରି ହୀନ ଭାବନା ତା ମନରେ ଆସୁନଥିଲା। କେବଳ ସେତିକି ନୁହେଁ, ଦୟା ଯେଉଁ ଖେଳଣା ଚାହେଁ ଖୁସି ମନରେ କନକ ତାକୁ ସେ ଖେଳଣା ଦେଇ ଦେଉଥିଲା। ଧୀରେ ଧୀରେ ଦୟାର ଏମିତି ଅଭ୍ୟାସ ହୋଇଗଲା ଯେ ସେ କନକ ପାଖରୁ କିଛି ନା କିଛି ମାଗିକରି ନେଇ ଯାଉଥିଲା। କେବେ ଖେଳଣା ମାଗୁଥିଲା ତ କେବେ କଲମ, କେବେ ଫ୍ରକ୍ ମଧ୍ୟ ମାଗି ନେଇ ଯାଉଥିଲା। କନକର ମା ମଧ୍ୟ ଭାରି ଦୟାଳୁ ଥିଲେ। ତାଙ୍କ ଚିନ୍ତାଧାରା ଭାରି ଉଦାର ଥିଲା। ସେ ଦୟାକୁ ଭାରି ଭଲ ପାଉଥିଲେ ଓ ତାଙ୍କ ଘରର ଅବସ୍ଥା ଜାଣିଥିଲେ। ସେଥିପାଇଁ କନକ ଯେତେବେଳେ ଯାହା ତାକୁ ଦେଲେ ବି ସେ ମନା କରନ୍ତି ନାହିଁ। ଦୟା ସବୁ ଜିନିଷ ଘରକୁ ନେଇ ତା ମାଙ୍କୁ ଦେଖାଏ। ଭଲ ହୋଇଛି ବୋଲି କହିଦେଇ ତା ମା ତାଙ୍କ କାମରେ ଲାଗିଯାଆନ୍ତି। ଦୟାକୁ ସେ କେବେ ହେଲେ ମନା କରନ୍ତି ନାହିଁ, ତୁ ଏମିତି ମାଗିକରି ଜିନିଷ ଆଣେ ନାହିଁ। ଓଲଟା ଦୟାର କେବେ କୌଣସି ଜିନିଷ ଦରକାର ହେଲେ ସିଏ ଯଦି ମାଙ୍କୁ ମାଗେ, ସେ କହିଦିଅନ୍ତି ଯା କନକ ପାଖରୁ ମାଗି ଆଣିବୁ। ଦୟାର ଏ ଅଭ୍ୟାସ ବଢ଼ି ବଢ଼ି ଚାଲିଲା। ମାଙ୍କ ପାଖରୁ ଉତ୍ସାହ ପାଇବାର ପରିଣାମରେ ଦୟା ପ୍ରତିଦିନ କନକକୁ କିଛି କିଛି ଜିନିଷ ମାଗି ଆଣିବାକୁ ଲାଗିଲା। କେବଳ ସେତିକି ନୁହେଁ, ଯେକୌଣସି ଜିନିଷ ନେଇ ସେ କହେ କନକ ମୁଁ ଏଇଟା ନଉଛି କହି ଘରକୁ ନେଇ ଚାଲିଯାଏ। ସଙ୍କୋଚବଶତଃ କନକ ବିଚାରି କିଛି କହିପାରେ ନାହିଁ। ପ୍ରତିଦିନ ଦୟା ଏପରି ଜିନିଷ ମାଗିବାରୁ ଏଥର କନକକୁ ବି ଖରାପ ଲାଗିଲା। ଘୁରେଇ ଫିରେଇ ସେ ଦୟାକୁ 2-4 ଥର ମନା ବି କରିଦେଲା, କିନ୍ତୁ ଦୟା ଉପରେ ତାର କୌଣସି ପ୍ରଭାବ ପଡ଼ିଲା ନାହିଁ। ସେ ପୂରାପୂରି ମାଗିଖାଇ ହୋଇଯାଇଥିଲା, ମାଗୁଣି ହୋଇଯାଇଥିଲା। ଦିନେ ଗୋଟେ ଘଟଣା ଘଟିଗଲା। କନକର ବାପା ତା ପାଇଁ ଅନେକ ଦେଶ ବିଦେଶରୁ ରଙ୍ଗୀନ କଣ୍ଢେଇ ଆଣି ଦେଇଥିଲେ। କନକ ତାକୁ ଖୋଲିବାକୁ ଗଲାବେଳକୁ ଦୟା ଆସି ପହଞ୍ଚିଗଲା। ଦୁଇଜଣ ଯାକ ମିଶି ଆଲମିରାରେ କଣ୍ଢେଇ ଗୁଡ଼ିକୁ ସଜେଇ ରଖିଲେ। ଯିବାବେଳକୁ ଅଭ୍ୟାସବଶତଃ ଦୟା ଜାପାନୀ ଓ କାଶ୍ମୀରୀ କଣ୍ଢେଇକୁ ଧରିଲା। ସେ କଣ୍ଢେଇ ଦୁଇଟି ତାକୁ ବହୁତ ଭଲ ଲାଗୁଥିଲା। ଦୟା ଯିବାକୁ ବାହାରିବାରୁ କନକ ତାର ହାତ ଧରି ପକେଇ କହିଲା, ଏ କଣ୍ଢେଇ ମୁଁ ତୋତେ ନବାକୁ ଦେବି ନାହିଁ। କାହିଁକି? ଦୟା ଏମିତି କହିଲା ଯେମିତି ସେ ତାର ନିଜ କଣ୍ଢେଇ ନେଇ ଯାଉଛି। ମୋର ନୂଆ ସେଟ୍‌ଟି ଖରାପ ହେଇଯିବ ପରା। କନକ କହିଲା, ଓହୋ, ଏଠି 2ଟି କଣ୍ଢେଇ ନ ରହିଲେ ତୋର କ'ଣ କ୍ଷତି ହୋଇଯିବ? କହି ଦୟା କନକ ହାତରୁ ତାର ହାତ ଛଡ଼େଇବାକୁ ଚେଷ୍ଟା କଲା। ମୋତେ ମୋ କଣ୍ଢେଇ ଦେଇଦେ। ରାଗିକରି କନକ ତାର 2 ହାତ ଧରି ପକାଇଲା। ଦୟା ମଧ୍ୟ ରାଗିଯାଇ ପୂରା ଦମ୍‌ରେ କଣ୍ଢେଇଟିକୁ ତଳକୁ ଫୋପାଡ଼ି ଦେଲା। କନକ ତୁରନ୍ତ ତାର କଣ୍ଢେଇଟିକୁ ଦୌଡ଼ି ଯାଇ ଉଠେଇ ତଳୁ ଛାତିରେ ଭିଡ଼ି ଧରିଲା। କଟି, ତୋ ସାଙ୍ଗେ ଆଉ କଥା ହେବି ନାହିଁ, ଦୟା ବଡ଼ ପାଟିରେ କହିଲା। ମୁଁ ତ ଆଉ ତୋ ସାଙ୍ଗରେ ଏମିତି ସାଙ୍ଗ ହୋଇ ପାରିବି ନାହିଁ। କନକ କହିଲା, ସାଙ୍ଗ ହେବାର ଗୋଟେ ମର୍ଯ୍ୟାଦା ଅଛି। ମୁଁ ବି ତୋ ସହିତ ସାଙ୍ଗ ହେବି ନାହିଁ। ସାଙ୍ଗ ପାଖରୁ ଯିଏ ସବୁଦିନେ କିଛି ନା କିଛି ମାଗେ, ତା ସାଙ୍ଗେ ବେଶୀ ଦିନ ସାଙ୍ଗ ହୋଇ ହୁଏ ନାହିଁ। ଯିଏ ବେଶୀ ମାଗେ, ସମସ୍ତେ ତା ପାଖରୁ ଦୂରରେ ରହିବାକୁ ଚାହାନ୍ତି। ନିଜ ପାଖରେ ଥିବା ଜିନିଷରେ ସନ୍ତୁଷ୍ଟ ନ ହୋଇ ଅନ୍ୟର ଜିନିଷକୁ ଲୋଭ କରିବା ଲୋକ କେବେ ସୁଖ ଓ ସନ୍ତୋଷ ପାଆନ୍ତି ନାହିଁ। କନକ ଏମିତି ବହୁତ କଥା ଦୟାକୁ କହିଲା। ଦୟା କହିଲା, ଏବେ ମୁଁ ତମ ଘର ଆଡ଼େ ଆଉ ଆସିବି ନାହିଁ କହି ଗୋଡ଼ କଚାଡ଼ି କଚାଡ଼ି ଚାଲିଗଲା। ଏବେ ଦୟା ଅନ୍ୟ ଝିଅମାନଙ୍କ ସାଙ୍ଗେ ସାଙ୍ଗ ହେବାକୁ ଲାଗିଲା। ପ୍ରଥମେ ପ୍ରଥମେ ତା ସାଙ୍ଗେ ସମସ୍ତେ ସାଙ୍ଗ ହେଲେ, କିନ୍ତୁ କିଛି ଦିନ ପରେ କେହି ତା ସାଙ୍ଗରେ ଆଉ ସାଙ୍ଗ ହେଲେ ନାହିଁ। ଏହାର କାରଣ ହେଲା ଦୟାର ମାଗିବାର ସ୍ୱଭାବ। ସିଏ ତା ସାଙ୍ଗମାନଙ୍କ ପାଖରୁ କିଛି ନା କିଛି ଜିନିଷ ମାଗିଲା। ଫଳରେ ସମସ୍ତେ ତାଠାରୁ ଦୂର ହୋଇଗଲେ, ଅଲଗା ହୋଇ ରହିଲେ। ତା ସାଙ୍ଗରେ ବସା ଉଠା କରିବାକୁ କେହି ମନ କଲେ ନାହିଁ। ଶେଷରେ ଦୟା ଭାବିଲା,
ହାୟ, ଅନ୍ୟ ପିଲାଙ୍କ ମା'ଙ୍କ ପରି ମୋ ମା' ମୋତେ ଯଦି ମୂଳରୁ ଅନ୍ୟ ଜିନିଷ ନବା ପାଇଁ ଆକଟ କରିଥାନ୍ତେ ତାହେଲେ ଆଜି ମୋର ଅବସ୍ଥା ଏମିତି ହୋଇନଥାନ୍ତା। କନକ ସେଦିନ ଏକଦମ୍ ଠିକ୍ କଥା କହିଥିଲା। ଏମିତି ଦୟା ମନ ଦୁଃଖ କରି ରହିଲା। ସାଙ୍ଗମାନେ, ଏ ଗପ ଆମକୁ ଶିକ୍ଷା ଦିଏ, ନିଜ ମିତ୍ର ବା ସାଙ୍ଗମାନଙ୍କୁ ଯଦି ସବୁବେଳେ କିଛି ନା କିଛି ମାଗିବା, ସେ ନିଶ୍ଚୟ ଆମଠାରୁ ଦୂରେଇ ଯିବେ। ଗପଟି ନିଜେ ଶୁଣନ୍ତୁ ଓ ପିଲାମାନଙ୍କୁ ମଧ୍ୟ ଶୁଣାନ୍ତୁ। ଏମିତି ଛୋଟ ଛୋଟ ଗପ ବା ଶିକ୍ଷଣୀୟ ଗପ ସବୁ ଶୁଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।